ଏକ ଜବରଦସ୍ତ ଭିଡ଼ିଓରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ। ଫ୍ରେଣ୍ଡସ୍, ଆଜି ଆମେ ଜାଣିବା ଜୁନ୍ ମାସରେ ଆସିଥିବା ମୋବାଇଲ ରିଚାର୍ଜ ଅଫର୍ ବାବଦରେ। ତା ପୂର୍ବରୁ ଫ୍ରେଣ୍ଡସ୍, ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି, ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ଦବାଇ ଦେବେ, ଯାହାଫଳରେ ଆମ ଚ୍ୟାନେଲରେ ଆସିଥିବା ପ୍ରତିଟି ଇନଫର୍ମେଟିଭ୍ ଭିଡ଼ିଓର ଆପଣ ଫାଇଦା ନେଇପାରିବେ। ସେଥିପାଇଁ କ'ଣ କରିବାକୁ ହେବ, ଆପଣଙ୍କ ମୋବାଇଲରେ ଥିବା ଯେଉଁ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ଟିକୁ ଓପନ୍ କରିନେବାକୁ ପଡ଼ିବ। ତାପରେ କ୍ଲିକ୍ କଲା ପରେ ସେହି ଆପ୍ଲିକେସନର ଇଣ୍ଟରଫେସ୍ଟି ଓପନ୍ ହେଇଯିବ। ଇଣ୍ଟରଫେସ୍ଟି ଓପନ୍ ହେଲା ପରେ ତଳକୁ ଟିକେ ଲକ୍ଷ୍ୟ କରିବେ, ତଳକୁ ଏମିତି ଟିକେ ସ୍କ୍ରୋଲ୍ ଡାଉନ୍ କରିବେ, ରିଚାର୍ଜ ଅପସନ୍ଟି ଆପଣଙ୍କୁ ଦେଖାଇଦେବ। এই ରିଚାର୍ଜ ଅପସନ୍ ଉପରେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଯେକୌଣସି ଗୋଟେ ନମ୍ବର ଦେଇକି ଆପଣ ସିଲେକ୍ଟ କରିନେବେ। ସିଲେକ୍ଟ କଲା ପରେ ମୋବାଇଲ ନମ୍ବରରେ ଆପଣ ଯେଉଁ ଅପରେଟର ଚୁଜ୍ କରିଥିବେ ସେଇ ଅନୁସାରେ ତାର ରିଚାର୍ଜ ପ୍ଲାନ୍ ଗୁଡ଼ାକ ବାହାରି ଆସିବ। ଆମର ଡେଲି ରିଚାର୍ଜ ପ୍ଲାନ୍ କହିତେ ଗଲେ ଡେଲି ୟୁଜ୍ ରିଚାର୍ଜ ପ୍ଲାନ୍ ହେଉଛି 240। ମୁଁ ତାହାରି ଉପରେ ସିଲେକ୍ଟ କରିନେଲି। ଆପଣ ଯେକୌଣସି ପ୍ଲାନ୍ ସିଲେକ୍ଟ କରିନେବେ। ତାପରେ ଯେଉଁ କଣ୍ଟିନ୍ୟୁ ୱିଥ୍ ଦିସ୍ ପ୍ୟାକ୍ ଉପରେ ଯେଉଁ ଲେଖା ଅଛି ତାହାରି ଉପରେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଆପଣଙ୍କ ନୂଆ ଇଣ୍ଟରଫେସ୍ଟି ଓପନ୍ ହେଇଯିବ। ଓପନ୍ ହେଲା ପରେ ଏଠି ଦେଖନ୍ତୁ ଭ୍ୟୁ ଅଲ୍ ପେମେଣ୍ଟ ଅପସନ୍, ଆହାରି ଉପରେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ସିଲେକ୍ଟ ଅଫର୍ ଆଣ୍ଡ ସେଭ୍ ମୋର୍ ଉପରେ କ୍ଲିକ୍ କରିନେବେ। ଏଠି କ୍ଲିକ୍ କଲା ପରେ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ରୁ ଯାହା ବି ଅଫର୍ ଆସିଛି ସବୁ ଅଫର୍ ଆପଣଙ୍କୁ ଏଠି ଦେଖାଇଦେବ। ଚାଲନ୍ତୁ ଗୋଟେ ଗୋଟେ ବୁଝିବା। ଯଦି ଆପଣଙ୍କ ପାଖରେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ବା ଏୟାରଟେଲ୍ ୱାଲେଟ୍ ଅଛି, ତାହେଲେ ଆପଣ ଯଦି 150 ଟଙ୍କାର ଉପରକୁ ରିଚାର୍ଜ କରୁଛନ୍ତି 500 ଭିତରେ 500 ଟଙ୍କା କ୍ୟାଶବ୍ୟାକ୍ ପାଇବେ। ଯଦି 500ରୁ 5000 ଭିତରେ ରିଚାର୍ଜ କରୁଛନ୍ତି 10 ଟଙ୍କା କ୍ୟାଶବ୍ୟାକ୍ ପାଇବେ। ସେଭଳିଆ ଯଦି ଆପଣ 5000ରୁ ଏଭବ୍ ରିଚାର୍ଜ କରୁଛନ୍ତି ଫ୍ଲାଟ୍ 50 ଟଙ୍କା କ୍ୟାଶବ୍ୟାକ୍ ମିଳିଯିବ। ଏ ଥିଲା ପ୍ରଥମ ଅଫର୍। ସେକେଣ୍ଡ ଅଫର୍ କ'ଣ ଦିଆହେଉଛି ବୁଝିବା ଚାଲନ୍ତୁ। ସେକେଣ୍ଡ ଅଫର୍ଟି ଯଦି ଆପଣଙ୍କୁ ଏୟାରଟେଲ୍ ଏ ଯେଉଁ ପେମେଣ୍ଟ ବ୍ୟାଙ୍କର ଏକ୍ସିସ୍ କାର୍ଡ଼ ଥିବ ତାହେଲେ ଆପଣଙ୍କ ପାଇଁ ଏ ଅଫର୍ଟି ପ୍ରାୟତଃ କାହାରି ପାଖରେ ନଥିବ। ସେଥିପାଇଁ ଯଦି ଥିବ ତାହେଲେ ଆପଣଙ୍କୁ ଫ୍ଲାଟ୍ 25% କ୍ୟାଶବ୍ୟାକ୍ ମିଳିବ ପ୍ରତି ରିଚାର୍ଜରେ। ଆଉ ଆପଣ କେତେ ଟଙ୍କା ଆର୍ନ କରିପାରିବେ, ମ୍ୟାକ୍ସିମମ୍ 250 ଟଙ୍କା କ୍ୟାଶବ୍ୟାକ୍ ଆର୍ନ କରିପାରିବେ। ଚାଲନ୍ତୁ ଯିବା ଏବେ ଆମାଜନ୍ ପେ ୱାଲେଟ୍ ଆଉ ଆମାଜନ୍ ପେ ୟୁପିଆଇ। ଦେଖନ୍ତୁ ଆମାଜନ୍ ଆପ୍ଲିକେସନ୍ ତ ଫ୍ରେଣ୍ଡସ୍ ଆପଣ ସମସ୍ତଙ୍କ ପାଖରେ ଥିବ। ଯଦି ଆପଣ ଏଇ ଆମାଜନ୍ ପେ ୱାଲେଟ୍ ୟୁଜ୍ କରିକି ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ରେ ମୋବାଇଲ ରିଚାର୍ଜ କରୁଛନ୍ତି ମିନିମମ୍ 150 ଟଙ୍କାରେ, ତାହେଲେ ଆପଣଙ୍କୁ ଗୋଟିଏ ର୍ୟାଣ୍ଡମ୍ କ୍ୟାଶବ୍ୟାକ୍ ଯେଉଁଟାକି 5ରୁ 25 ଭିତରେ ମିଳିଯିବ। ବୁଝିପାରିଲେ? ସେଇଭଳିଆ ଯଦି ଆପଣ ଆମାଜନ୍ ପେ ୟୁପିଆଇ ୟୁଜ୍ କରିକି ରିଚାର୍ଜ କରୁଛନ୍ତି ଏଇ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ଲିକେସନରେ, ଆପଣଙ୍କୁ ପୁଣି ସେଇ 5ରୁ 25 ଭିତରେ କ୍ୟାଶବ୍ୟାକ୍ ମିଳିଯିବ। ସେଇଭଳିଆ ସବୁ ମିନିମମ୍ କଣ୍ଡିସନ୍ ଅଛି 150 ଟଙ୍କା ଉପରକୁ ରିଚାର୍ଜ କରିଛି। ସେଇଭଳିଆ ଯଦି ଆପଣ ପେଟିଏମ୍ ୟୁପିଆଇ ୟୁଜ୍ କରିକି ରିଚାର୍ଜ କରୁଛନ୍ତି ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ଲିକେସନରେ, ତାହେଲେ ଆପଣଙ୍କୁ ଫ୍ଲାଟ୍ କେତେ 5ରୁ 100 ଭିତରେ କ୍ୟାଶବ୍ୟାକ୍ ମିଳିଯିବ। କେମିତି ଆପଣ ଏଗୁଡ଼ାକ ଅଫର୍ ଗୁଡ଼ିକ ୟୁଜ୍ କରି ଆପ୍ଲାଏ କରିବେ ଚାଲନ୍ତୁ ଏବେ ବୁଝିବା। ସେଥିପାଇଁ ଦେଖନ୍ତୁ ଏ ଯେଉଁ ଅପସନ୍ ଅଛି ଆସିଯିବେ ଏଇଠି। ଏ ଅପସନ୍ ଆସିଲା ପରେ ଏଇ ଯେଉଁ ଗୋଲ୍ଡ ଅପସନ୍ ଅଛି ତାରି ଉପରେ କ୍ଲିକ୍ କରି ଆଉ ଆପ୍ଲାଏ ନାଓ ଉପରେ କ୍ଲିକ୍ କରିନେବେ। ମୁଁ ଏଠି ସିଲେକ୍ଟ କରିଦେଇଛି, ତାପରେ ଆପ୍ଲାଏ ନାଓ ଉପରେ କ୍ଲିକ୍ କରିଦେଲି। ଦେଖନ୍ତୁ ମୋର ଅଫର୍ଟି ଆପ୍ଲାଏ ହେଇଗଲା ଦେଖାଉଛି। ତାପରେ ଆପଣ ଏ ଯେଉଁ ପେ ନାଓ ଅପସନ୍ ଅଛି, ପେ ନାଓ ଅପସନ୍ ଉପରେ କ୍ଲିକ୍ କଲା ପରେ ପେଟିଏମ୍ ୟୁପିଆଇ ଓପନ୍ ହେଇଯିବ ଆଉ ଆପଣ ପିନ୍ ଦେଇକି ରିଚାର୍ଜ କରିପାରିବେ। ସେଇଭଳିଆ ଆପଣ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଯଦି ଅଛି ଆରି ଉପରେ କ୍ଲିକ୍ କରି ଆପ୍ଲାଏ ନାଓ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ସକ୍ସେସଫୁଲି ଆପ୍ଲାଏ ହେଇଯିବ। ପିନ୍ ଦେଇକି ରିଚାର୍ଜ କରିନେବେ, ଆପଣଙ୍କୁ ଇନଷ୍ଟାଣ୍ଟ କ୍ୟାଶବ୍ୟାକ୍ ମିଳିଯିବ। ଯେଉଁ ୱାଲେଟ୍ ଅପସନ୍ ଥିଲା ତାକୁ କିପରି ଆପଣ ରିଚାର୍ଜ କରିବେ ନା, ଏ ଯେଉଁ ୱାଲେଟ୍ ଅପସନ୍ ଅଛି ଆରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଆମାଜନ୍ ପେ ୱାଲେଟ୍ ଆଉ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ର କିଛି ୱାଲେଟ୍ ଦରକାର ନାହିଁ, ଅଟୋମେଟିକ୍ ଆପଣଙ୍କୁ ଦେଖାଇଦେବ। ତ ଏଠି ଲିଙ୍କ୍ କରିକି ଆପଣ ସେଇ ସେମ୍ ପ୍ରୋସେସ୍ ଆରି ଉପରେ କ୍ଲିକ୍ କରିବେ। ତା ସହିତ ଏଠି ଆପ୍ଲାଏ ନାଓ ଉପରେ କ୍ଲିକ୍ କରିକି ଯେତେବେଳେ ଆପଣ ମାରି ଦେଉଛନ୍ତି ପେମେଣ୍ଟ ଅପସନ୍ କ୍ଲିକ୍ କରିଦେଉଛନ୍ତି, ଅଟୋମେଟିକ୍ ଆପଣଙ୍କର ପେମେଣ୍ଟ ହେଇଯିବ ଆଉ ରିଚାର୍ଜ ସକ୍ସେସ୍ ହେଇଯିବ। ଆଉ ସଙ୍ଗେ ସଙ୍ଗେ ଆପଣଙ୍କୁ 5ରୁ 25 ଭିତରେ ଇନଷ୍ଟାଣ୍ଟ କ୍ୟାଶବ୍ୟାକ୍ ମିଳିଯିବ। ଫ୍ରେଣ୍ଡସ୍, ମୁଁ ଭାବୁଛି ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ଲିକେସନରୁ ଯାହା ବି ଅଫର୍ ଆସିଥିଲା ଆପଣ ବୁଝିପାରିଲେ। ଏବେ ଯିବା ଆମାଜନ୍ ଆପ୍ଲିକେସନକୁ। ଆମାଜନ୍ ଆପ୍ଲିକେସନରେ କ'ଣ ରିଚାର୍ଜ ଅଫର୍ ଆସିଛି ନେବେ। ନିଜ ମୋବାଇଲରେ ଆମାଜନ୍ ଆପ୍ଲିକେସନଟିକୁ ଓପନ୍ କଲା ପରେ ତାର ମଧ୍ୟ ଇଣ୍ଟରଫେସ୍ ଆସିବ। ଏଇ ଆମାଜନ୍ ପେ ଉପରେ କ୍ଲିକ୍ କରିନେବେ। କ୍ଲିକ୍ କରିନେଲା ପରେ ତଳକୁ ଏମିତି ସ୍କ୍ରୋଲ୍ ଡାଉନ୍ କରିବେ ଆଉ ଏଇ ଯେଉଁ ରିୱାର୍ଡ଼ ଅପସନ୍ ଅଛି ଏଇ ରିୱାର୍ଡ଼ ଅପସନ୍ ଉପରେ କ୍ଲିକ୍ କରିନେବେ। ରିୱାର୍ଡ଼ ଅପସନ୍ ଉପରେ କ୍ଲିକ୍ କଲା ପରେ ନୂଆ ଇଣ୍ଟରଫେସ୍ଟି ଧୀରେ ଧୀରେ ଓପନ୍ ହେଇଯିବ। ନେଟ୍ ସ୍ପିଡ୍ ଥିଲେ ଶୀଘ୍ର ହେଇଯିବ, ଟିକେ ନେଟ୍ ସ୍ଲୋ ଅଛି ସେଥିପାଇଁ ଲେଟ୍ ହେଉଛି।
रिवार्ड्स उपरे क्लिक कला परे एई भलिया आपनको मोबाइल इंटरफेस आसीजिवो तळकु एमती स्क्रॉल डाउन करिवे एटी देखिवे रिचार्ज एंड बिल पेमेंट ऑफर आहारी उपरे क्लिक करिवे बा एपटे साइड रे जो लिखा है सिम ताहारी उपरे क्लिक करनेबे क्लिक कला परे एठी आपनको मोबाइल रिचार्ज बिल पेमेंट जहाँ भी ऑफर थिबो सब शो होइजिवो एटी देखंतु मोबाइल रिचार्ज पई ऑप्शन देखौची यदि आपण Amazon पे वॉलेट रे पैसा ऐड करछन ता पई कैशबैक अछि ता सहित क्रेडिट कार्ड बिल पेमेंट करिया पई ऑप्शन अछि आर मोबाइल रिचार्ज रो कंडीशन कोन ना आपण यदि मिनिमम 10 टंका रिचार्ज करूछंती जे कोनोसी मोबाइल नंबर रे ताहले आपनको अप टू 10 टका कैशबैक मिलिजिवो एई ऑफर टी आपण कोन करि परिबे ना दुई थरो यूज करि परिबे सेही भलिया यदि आपण क्रेडिट कार्ड रो बिल पेमेंट करूछंती मिनिमम 1000 टंका ताने आपनको 10 टंका अप टू कैशबैक मिलिजिवो आ आर गोटे कंडीशन अछि आपण सब ए जो कैशबैक ऑन करि परिबे जदि Amazon पे यूपीआई रु यूज करके Amazon पे यूपीआई जो अछि ताको यूज करके आपण जदि बिल टी पेमेंट करूछंती एठी आ देखंतु एड मनी पई जदि आपण 500 टंका Amazon पे रे एड करछन फ्लैट 25 मिल जिवो सेकंड टाइम जतले आपण 500 टंका एड करिवे तने आपनको 25 टंका रे कैशबैक मिल जिवो जहाँ भी Amazon पे वॉलेट एड करथिबे जदि केवाईसी थिबो ताहले आपण से पैसा टा ट्रांसफर करि परिबे नने से जो वॉलेट पैसा गुडी आपण मोबाइल बिल पेमेंट रे यूज करके काढी परिबे ठीक अछि मु भाबुची Amazon एप्लीकेशन रो जहाँ भी ऑफर आस्थिला आपण बुझी पारथिले एबे हमें जिबा ग्रो एप्लीकेशन रो कोन रिचार्ज ऑप्शन ऑफर आसीछि ग्रो एप्लीकेशन को ओपन कला पर ए भळे आपन पाखरे इंटरफेस टी ओपन आसीबो तळे जो पे ऑप्शन अछि पे ऑप्शन उपरे क्लिक करने प्ले ऑप्शन उपरे क्लिक कला पर एटी देखंतु आपनको पई इलेक्ट्रिसिटी बिल पेमेंट हो फास्टैग हो मोबाइल रिचार्ज हो डीटीएच हो क्रेडिट कार्ड सबु बिल पेमेंट पई ऑफर आसी ऑफर कोन अछि ना आपण जहाँ भी बिल पेमेंट करूछन मोबाइल रिचार्ज करंतु इलेक्ट्रिसिटी बिल पेमेंट करंतु फास्टैग रिचार्ज करंतु डीटीएच रिचार्ज करंतु अप टू आपनको 100 टंका कैशबैक मिल जिवो म देखो डीटीएच ऊपर क्लिक करली जे कोनसी उडे डीटीएच ऊपर मारी देली एटी देखो संगे संगे आसी गला अप टू 100 टका कैशबैक मु जदि रिचार्ज ऊपर क्लिक करगी मोर यूपीआई पिन देगी 200 टका रिचार्ज कर दोची मते इंस्टेंट अप टू जे कोनसी रैंडम अमाउंट गुटे कैशबैक मिल जिवो से भलिया ए भली जेमिति कहली ए भली आपण मोबाइल भी रिचार्ज करि परिबे अप टू 100 टका कैशबैक मिल जिवो इलेक्ट्रिसिटी बिल पेमेंट करि परिबे अप टू 100 टका कैशबैक मिल जिवो क्रेडिट कार्ड रो बिल पेमेंट करि परिबे आपण अप टू 100 टका मिसियो देखंतु इलेक्ट्रिसिटी बिल पेमेंट ऊपर मु क्लिक करली जे कोनसी गुटे आपण ऑपरेटर चूज करनेबे एटी संगे संगे देखंतु आसंतु अप टू 100 टका कैशबैक ते आपनर कंज्यूमर नंबर नेम देकी जतले कंटिन्यू ऑप्शन रे क्लिक करूछंती आ यूपीआई पिन देकी पेमेंट करि दोचंती आपनको इंस्टेंट अप टू 100 भितरे जे कोनसी रैंडम अमाउंट कैशबैक मिल जिवो मु भाबुची ग्रो एप्लीकेशन रो आस्थिबा रिचार्ज ऑफर बाबदरे आपण एबे जानि पारिछंती एबे जिबा नो एप्लीकेशन रो जोटी आस्थिबा ऑफर बाबदरे जानिबा निज मोबाइल रे थिबा आपण कोन करिवे ना जो फ्लिपकार्ट एप्लीकेशन आको ओपन करनेबे ओपन करला परे तार इंटरफेस टी मध्ये ओपन हे जिवो ओपन हला परे एटी देखंतु कैटेगरी ऑप्शन अछि ए कैटेगरी ऑप्शन ऊपर क्लिक करनेबे कैटेगरी ऑप्शन ऊपर क्लिक करला परे तळक एमती स्क्रॉल डाउन करिवे एटी देखंतु मोबाइल रिचार्ज ऑप्शन अछि मोबाइल रिचार्ज ऊपर क्लिक करनेबे मोबाइल रिचार्ज ऊपर क्लिक करला परे जहाँ भी ऑफर्स बे चली छी ता आपनको शो हे जिवो ठीक अछि जहाँ भी मोबाइल रिचार्ज ऑफर अछि एबे आपनको शो हे जिवो बुझी पारले ना बुझी पारलेनी ऑफर कोन अछि देखिबा ना देखंतु जदि आपण मोबाइल रिचार्ज करूचंती आपनको 10% अप टू 20 टंका रे सुपर कॉइन आपण यूज करि परिबे जहाँ पर आपण 20 टंका रा डिस्काउंट पाइबे सेही भलिया आपण जदि एटी कोन करचंती ना इलेक्ट्रिक बिल पेमेंट करचंती से भलिया आपण 5% कैशबैक अप टू 50 टी सुपर कॉइन यूज करि परिबे जोटा कि आपनको 50 टंका रे कैशबैक सहित समान सेति पई मु गोटे जे कोनसी नंबर चूज कर नउची आ आपण केमिति अप्लाई करिवे ताको देखै दोची ठीक अछि आर ऊपर क्लिक करनेले क्लिक करला परे से मोबाइल नंबर क्लिक करला परे तार सब प्लान देखै देबो प्लान गुडे गोटे मुंडरो देखि चलत है देखो 240 टका हमर रनिंग प्लान तारी ऊपर क्लिक करनेबे क्लिक करला परे आसी जिवो एडी देखो ऑप्शन आसी गला
ଯେ ଆପଣ କ'ଣ କରିବେ ନା 219 ଟଙ୍କା ଯଦି ଆପଣ ୟୁପିଆଇରୁ ପେମେଣ୍ଟ କରିବେ ଆଉ 20ଟି ସୁପର କଏନ୍ ଆପଣଙ୍କର ଏଠି କଟିଯିବ। ଏ ଯେଉଁ ସୁପର କଏନ୍ ଗୁଡ଼ାକ ଅଛି ଗୋଟେ ସୁପର କଏନ୍ 1 ଟଙ୍କା ସହିତ ସମାନ। ଏଇଭଳିଆ ଆପଣ ଇଲେକ୍ଟ୍ରିସିଟି ବିଲ୍ ପେମେଣ୍ଟ ମଧ୍ୟ କରିପାରିବେ। ଠିକ୍ ଅଛି। ମୁଁ ଭାବୁଛି ଫ୍ଲିପକାର୍ଟରୁ ଯାହା ବି ରିଚାର୍ଜ ଅଫର୍ ଆସିଥିଲା ତାହା ଆପଣ ବୁଝିପାରୁଛନ୍ତି। ଏବେ ଯିବା ନେକ୍ସଟ ଆପ୍ଲିକେସନରୁ ଆସିଥିବା ରିଚାର୍ଜ ଅଫର୍ ବାବଦରେ ଆମେ ଜାଣିବା। ସେଥିପାଇଁ ଆପଣଙ୍କ ମୋବାଇଲରେ ଥିବା ମୋବିକ୍ୱିକ୍ ଆପ୍ଲିକେସନଟିକୁ ଓପନ୍ କରିନେବେ। ଯେତିକି ବି ଆପ୍ଲିକେସନ ଆପଣଙ୍କୁ କହୁଛି ସମସ୍ତ ଆପ୍ଲିକେସନ ପ୍ଲେ ଷ୍ଟୋରରୁ ଆପଣଙ୍କୁ ମିଳିଯିବ। ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିକି ଇଜିଲି ୟୁପିଆଇ ଆପ୍ଲିକେସନ ଆପଣ ଆରାମସେ କରିପାରିବେ। এই ରିଚାର୍ଜ ଉପରେ କ୍ଲିକ୍ କରିନେବେ। ରିଚାର୍ଜ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ରିଚାର୍ଜ ଅପସନ୍ ଆସିଯିବ। ଏ ଦେଖନ୍ତୁ ମୋବାଇଲ ରିଚାର୍ଜ ଅପସନ୍ ଆସିଗଲା। ରିଚାର୍ଜ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଯେକୌଣସି ଗୋଟେ ନମ୍ବର ନେଇନେବେ। ନମ୍ବର ନେଲା ପରେ ଯେକୌଣସି ଗୋଟେ ପ୍ଲାନ୍ ଚୁଜ୍ କରିନେବେ। ବର୍ତ୍ତମାନ ଏହାର ଏ ଯେଉଁ ଆପ୍ଲାଏ କୁପନ୍ ଅଛି ଏଇ ଆପ୍ଲାଏ କୁପନ୍ ଉପରେ କ୍ଲିକ୍ କଲା ପରେ ଆସିଥିବା ଯାହା ବି ଅଫର୍ ସବୁ ଦେଖେଇଦେବ। ପ୍ରତି ମାସ ଏଇ ଅଫର୍ଟି ଆସେ। ଯଦି ମିନିମମ୍ ଆପଣ 10 ଟଙ୍କାରୁ ମୋବାଇଲ ରିଚାର୍ଜ କରନ୍ତି ଆପଣଙ୍କୁ 10 ଟଙ୍କାର କ୍ୟାସବ୍ୟାକ୍ ମିଳିଯିବ। ଠିକ୍ ଅଛି। ଯଦି ଆପଣ ଏଇ ମୋବିକ୍ୱିକ୍‌ରେ ଫାଷ୍ଟ ଟାଇମ୍ ୟୁଜର ହେଇଥିବେ ତାହେଲେ ଆପଣଙ୍କୁ ୟୁପିଆଇ ମାଧ୍ୟମରେ ଯଦି ବିଲ୍ ପେମେଣ୍ଟ କରୁଛନ୍ତି ଆପଣଙ୍କୁ ଫ୍ଲାଟ୍ 50 ଟଙ୍କାର କ୍ୟାସବ୍ୟାକ୍ ମିଳିଯିବ। ଫ୍ରେଣ୍ଡସ୍, ଆପଣଙ୍କୁ ମୁଁ ଏଇ ଭିଡ଼ିଓ ମାଧ୍ୟମରେ 4-5ଟି ଆପ୍ଲିକେସନରୁ ଆସିଥିବା ମୋବାଇଲ ରିଚାର୍ଜ ବାବଦରେ କହିଲି। ଯେଉଁ ଆପ୍ଲିକେସନ ଗୁଡ଼ିକ କି ସମ୍ପୂର୍ଣ୍ଣ ଫ୍ରିରେ, ଯେଉଁଥିରେ କି କୌଣସି ପ୍ଲାଟଫର୍ମ ଫି ଲାଗୁନାହିଁ ଆଉ ଆପଣଙ୍କୁ ପ୍ଲାଟଫର୍ମ ଫି ନ ଦେବା ସହିତ ଏକ୍ସଟ୍ରା କିଛି ନା କିଛି କ୍ୟାସବ୍ୟାକ୍ ଦେଉଛି। ଭାବୁଛି ଭିଡ଼ିଓରେ ସବୁ କିଛି ଆସିଥିବା ଅଫର୍ ବାବଦରେ ଆପଣ ବୁଝିପାରିଥିବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ନିହାତି ଚ୍ୟାନେଲଟିକୁ ସେୟାର, ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବେ।